ବୈଶାଖରେ ବିଭିନ୍ନ ରାଜ୍ୟର ରୀତିନୀତି। ମହାବିଷୁମ ସଂକ୍ରାନ୍ତି ଧର୍ମ ମାସ ବୈଶାଖକୁ ଆମନ୍ତ୍ରଣ କରେ। ବୈଶାଖକୁ ନେଇ ରହିଛି ଅନେକ ରୀତି ପରମ୍ପରା। ବନବାସ ପାଇଁ ଗୋଟିଏ ଦିନ ଯାଆନ୍ତି ବିହାର ବାରହା ଜିଲ୍ଲା ଅନ୍ତର୍ଗତ ନୌରଙ୍ଗିଆ ଗ୍ରାମବାସୀ। ବୈଶାଖ ମାସରେ ତିଥି ଥାଏ ନବମୀ। ଘରେ ତାଲା ନ ପକାଇ ବାଲ୍ମୀକି ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଥିବା ଭଜନ କୁଟୀରେ ରହି ପୂଜା କରିଥାନ୍ତି ମା ବନ ଦୁର୍ଗାଙ୍କୁ। ପୂର୍ଣ୍ଣିମାରେ ଖୋଲେ ଲାଟୁ ମନ୍ଦିର। ଉତ୍ତରାଖଣ୍ଡର ଏକ ମନ୍ଦିର ଯାହାର ନାମ ଲାଟୁ ମନ୍ଦିର। ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ଆଖିରେ ପଟି ବାନ୍ଧିବାକୁ ପଡ଼େ। ମାର୍ଗଶିରରେ ମନ୍ଦିରର ଦ୍ୱାର ବନ୍ଦ ହୁଏ। ବୈଶାଖ ପୂର୍ଣ୍ଣିମାରେ ଖୋଲେ। ମାର୍ଗଶିରରେ ମନ୍ଦିରର ଦ୍ୱାର ବନ୍ଦ ହୁଏ। ବୈଶାଖ ପୂର୍ଣ୍ଣିମାରେ ଖୋଲେ। ମନ୍ଦିରରେ ନାଗରାଜା ତାଙ୍କ ମଣି ସହିତ ବିରାଜମାନ। ମଣିର ଉଜ୍ଜ୍ୱଳତା ଦୃଷ୍ଟିଶକ୍ତି ନଷ୍ଟ କରିବାର ଆଶଙ୍କା ଥିବାରୁ ପୂଜାରୀ ଆଖିରେ ପଟି ବାନ୍ଧିବା ସହ ଦୂରରୁ ଦର୍ଶନ କରାନ୍ତି। ଶିରସୁମେଳା ସୁଆଙ୍ଗ ହିମାଚଳ ପ୍ରଦେଶ। ବୈଶାଖ ସପ୍ତମୀ ସନ୍ଧ୍ୟାରେ ସ୍ଥାନୀୟ ଦେବତା ରଖାଉ ନାଗଜୀଙ୍କ ରଥଯାତ୍ରାର ଏହି ମେଳା। ମା କାଳୀଙ୍କୁ ଆବାହନ। ବୈଶାଖରେ ଦଶହରା। ରାଜସ୍ଥାନ ଜୟପୁରର ନାନ୍ଦିରୀ ଗ୍ରାମରେ ବୈଶାଖରେ ଦଶହରା ରାବଣ ପୋଡ଼ି ରାବଣ ମୁଣ୍ଡକୁ ଗୁଳି କରାଯାଏ।